କି ରେ ବତକ, ତ ଅଣ୍ଡା ଦୁଇଟା ତ ବେଶ ବଢ଼ିଆ ଦେଖାଯାଉଛି। ମତେ ଶୀଘ୍ର ତ ଅଣ୍ଡା ଦେଇଦେ। ତ ଅଣ୍ଡା ଖାଇସାରିଲା ପରେ ମୁଁ ଆଉ ଜଣଙ୍କ ଅଣ୍ଡା ଖାଇବାକୁ ଯିବି। ଦେ ଦେ, ଶୀଘ୍ର ତ ଅଣ୍ଡା ମତେ ଦେଇଦେ। ଏ ଦୁଷ୍ଟ ଶିଆଳ, ତୁ ଆଜି ପୁଣି ଚାଲି ଆସିଲୁ। ମୁଁ ତତେ ଆଜି ମୋ ଅଣ୍ଡା ଦେବିନି, ତୁ ଚାଲିଯା ଏଠୁ। ତୁ ଯେତିକି ବଡ଼ ନୁହଁ ସେତିକି ବଡ଼ କଥା କହୁଛୁ। ତୁ ମତେ ତ ଅଣ୍ଡା ଦେ କି ନ ଦେ, ମୁଁ ତ ଆଜି ତ ଅଣ୍ଡା ଖାଇକି ରହିବି। ତୋର ସାହସ ଥିଲେ ମତେ ଅଟକା। ଏମିତି କହି ଦୁଷ୍ଟ ଶିଆଳ ଜୋର କରି ବତକର 2 ଅଣ୍ଡା ଖାଇଦେଲା। ବତକ ଭୟରେ ପାଣି ଭିତରକୁ ଚାଲିଗଲା। ଆରେ ବା, ତ ଅଣ୍ଡା ଦୁଇଟା ଭାରି ସ୍ୱାଦିଷ୍ଟ ଥିଲା। ମୁଁ ଏବେ ଯାଉଛି, ତୁ ଶୀଘ୍ର ଆଉ 2ଟା ଅଣ୍ଡା ଦେ। ମୁଁ ଆସି ତୋର ସେ ଅଣ୍ଡାକୁ ବି ଖାଇଦେବି। ତାପରେ ଦୁଷ୍ଟ ଶିଆଳ ସେଠାରୁ ଚାଲିଗଲା। ମା ବତକଟି କହିଲା, ମୁଁ ଯେବେ ବି ଅଣ୍ଡା ଦେଉଛି ଏ ଦୁଷ୍ଟ ଶିଆଳ ଆସି ପ୍ରତି ଥର ମୋ ଅଣ୍ଡା ଖାଇଦଉଛି। ଏମିତି ଯଦି ଚାଲିବ ମୁଁ କେବେ ବି ମା ଡାକ ଶୁଣିପାରିବିନି। ନା, ମୁଁ ଏ ଜାଗାରେ ଆଉ ଅଣ୍ଡା ଦେବିନି। ଚାଲ ଏକ ସୁରକ୍ଷିତ ଜାଗା ଖୋଜିବି। ଏମିତି ଚିନ୍ତା କରି ବତକ ଏକ ସୁରକ୍ଷିତ ଜାଗା ଖୋଜିବା ପାଇଁ ଆଗକୁ ଗଲା। ଅନେକ ସମୟ ଖୋଜିଲା ପରେ ସେ ଏକ ଜାଗା ଦେଖିଲା। ଜାଗାଟିର ଚାରିପାଖ ଅନେକ ଗଛ ଲତାରେ ଭର୍ତ୍ତି ଥିଲା। ଏ ଜାଗାକୁ ଦେଖି ଲାଗୁଛି ଶିଆଳ ଏଠାକୁ ଆସୁନଥିବ। ଅଣ୍ଡା ଦେବା ପାଇଁ ଏଇଟା ସଠିକ ଜାଗା। ସେଦିନ ଠାରୁ ବତକ ସେଇଠି ଏକ ବସା ବନେଇ ରହିଲା। ସେ ଗୋଟେ ଅଣ୍ଡା ଦେଲା। ତାପରେ ସେ ଖାଇବା ଖୋଜିବାକୁ ଚାଲିଗଲା। ଖାଇବା ଖାଇସାରି ସେ ତା ବସାକୁ ଫେରିବା ସମୟରେ ରାସ୍ତାରେ ଏକ ଅଣ୍ଡା ପଡ଼ିଥିବାର ଦେଖିଲା। ଆରେ ଆରେ, ଏ ଅଣ୍ଡା ଏଠାକୁ କୋଉଠୁ ଆସିଲା? ମୁଁ ଯେତେବେଳେ ରାସ୍ତା ଦେଇ ଗଲି ସେତେବେଳେ ତ ଏ ଅଣ୍ଡା ଏଠି ନଥିଲା। ଅଣ୍ଡାକୁ ଯଦି ଏମିତି ଛାଡ଼ି ଚାଲିଯିବି କେହି ହିଂସ୍ର ଜନ୍ତୁ ୟାକୁ ଖାଇଦେବ। ନା ନା, ମୁଁ ଏ ଅଣ୍ଡାକୁ ମୋ ସାଙ୍ଗରେ ନେଇଯାଏ। ମୁଁ ମୋ ଅଣ୍ଡା ସହ ଏ ଅଣ୍ଡାର ବି ଯତ୍ନ ନେବି, ଆଉ ଦେଖିବି ଏ ଅଣ୍ଡାରୁ କୋଉ ଛୁଆ ବାହାରୁଛି। ଏମିତି କହି ବତକ ସେ ଅଣ୍ଡା ନେଇ ନିଜ ବସାକୁ ଚାଲିଗଲା। ସେ ରାତିରେ ଆଉ ଏକ ଅଣ୍ଡା ଦେଲା। ଆରେ ବା, ମୁଁ ଆଉ ଏକ ଅଣ୍ଡା ଦେଲି। ଏବେ ମୁଁ ଏ 3ଟି ଅଣ୍ଡାର ଖୁବ୍ ଯତ୍ନ ନେବି। ଏମିତି ଚିନ୍ତା କରି ସେ ବତକ 3ଟି ଅଣ୍ଡାର ଖୁବ୍ ଯତ୍ନ ନେଲା। ଦିନ ସାରା ସେ ତାର ଅଣ୍ଡା ଗୁଡ଼ିକୁ ଜଗି ରହୁଥିଲା। ଯେତେବେଳେ ତାକୁ ଭୋକ ଲାଗୁଥିଲା ସେ ପାଖ ନଦୀରୁ ମାଛ ଖାଇ ଆସୁଥିଲା। ଏହିପରି ବେଶ କିଛି ଦିନ ବିତିଗଲା। ବତକ ଅଣ୍ଡାରୁ ସୁନ୍ଦର ସୁନ୍ଦର 2ଟି ଛୁଆ ବାହାରିଲେ। ଏତେ ଦିନ ପରେ ଯାଇ ମୁଁ ମା ଡାକ ଶୁଣିପାରିବି। ଭଗବାନଙ୍କ କୃପାରୁ ମୋ ଅଣ୍ଡାରୁ ଛୁଆ ବାହାରିଗଲେ। ହେଲେ ରାସ୍ତାରୁ ପାଇଥିବା ଏ ଅଣ୍ଡାରୁ ଏ ଯାଇ ଛୁଆ କାହିଁକି ବାହାରିଲାନି? ମା ବତକର କଥା ସରିଛି କି ନାହିଁ ସେ ଅଣ୍ଡା ଭିତରୁ ଏକ କୁମ୍ଭୀର ଛୁଆ ବାହାରିଲା। ଆରେ କଣ, ଏ ଅଣ୍ଡା ଭିତରୁ କୁମ୍ଭୀର ଛୁଆ ବାହାରିଲା? ଏବେ ତ କୁମ୍ଭୀର ଛୁଆ ମୋ ଛୁଆଙ୍କୁ ଖାଇଦେବ। ମୁଁ ଏ କଣ କଲି? ବିପଦକୁ ମୋ ଘରକୁ ନେଇ ଆସିଲି। ଅଣ୍ଡାରୁ ବାହାରିଲା ପରେ କୁମ୍ଭୀର ଛୁଆ ବତକକୁ ମା ମା ବୋଲି ଡାକିଲା। ମା ମା, ମତେ ଭାରି ଭୋକ ଲାଗୁଛି, କିଛି ଖାଇବାକୁ ଦିଅ। ଆରେ ଆରେ, କୁମ୍ଭୀର ଛୁଆ ତ ମତେ ମା ମା କହୁଛି। ମୁଁ ତ ଭାବିଥିଲି ୟାକୁ ଘରୁ ବାହାର କରିଦେବି। ହେଲେ ତା ପାଟିରୁ ମା ଡାକ ଶୁଣିଲା ପରେ କାହିଁକି କେଜାଣି ତାକୁ ଘରୁ ବାହାର କରିବାକୁ ଇଚ୍ଛା ହେଉନି। ମା ବତକଟି ଏପରି କହୁଥିବା ସମୟରେ ତାର 2 ଛୁଆ ତାକୁ କହିଲେ, ମା, ୟାକୁ ଘରୁ ବାହାର କରିଦିଅ। ଇଏ ଆମ ଭଳି ଦେଖାଯାଉନି। ଶୀଘ୍ର ୟାକୁ ଘରୁ ବାହାର କର। ହଁ ମା, ମୋ ଭଉଣୀ ଠିକ କହିଛି। ଏ ଛୁଆକୁ ଆମ ସାଙ୍ଗରେ ରଖନି, ତାକୁ ଘରୁ ବାହାର କରିଦିଅ। ଚୁପ୍ କର ତମେ 2 ଜଣ। ଏ ଛୁଆଟି ମତେ ମା ଡାକିଲା। ତମେ ମାନେ ଯେମିତି ମୋ ଛୁଆ ସେ ବି ମୋ ଛୁଆ। ତମ ମାନଙ୍କୁ ଭୋକ ଲାଗିଥିବ, ଏଇଠି ଚୁପଚାପ ବସ, ଜମା ବି ଦୁଷ୍ଟ ହେବନି। ମୁଁ ଯାଉଛି ନଦୀରୁ କିଛି ମାଛ ନେଇ ଆସିବି। ଏମିତି କହି ମା ବତକ ନଦୀକୁ ଚାଲିଗଲା। ସେପଟେ ଶିଆଳ ବତକକୁ ଖୋଜି ଖୋଜି ସେ ଜାଗାରେ ପହଞ୍ଚି ସାରିଥିଲା। ସେ ଗଛ ପଛପଟେ ଲୁଚି ବତକ ଆଉ ତା ଛୁଆର ସବୁ କଥା ଶୁଣୁଥିଲା। ଆଚ୍ଛା, ଏଇ ବତକ ତାହେଲେ ଏଇଠି ଲୁଚିଛି, ଆଉ ମୁଁ ତାକୁ ପୁରା ଜଙ୍ଗଲରେ ଖୋଜୁଛି। ତା ଅଣ୍ଡାରୁ ଛୁଆ ବାହାରି ସାରିଲାଣି। ବତକ ଆସିବା ପୂର୍ବରୁ ମୁଁ ତାର 2 ଛୁଆଙ୍କୁ ଖାଇଦେବି। ସାଙ୍ଗରେ ଗୋଟେ କୁମ୍ଭୀର ଛୁଆ ବି ଅଛି, ଆଜି ମୁଁ ତାକୁ ବି ଖାଇବି। ଏମିତି କହି ଶିଆଳ ତୁରନ୍ତ 2 ବତକ ଛୁଆଙ୍କ ପାଖକୁ ଗଲା। ଏଇ ଯେ ଛୁଆମାନେ, ଏବେ ମରିବା ପାଇଁ ପ୍ରସ୍ତୁତ ହେଇଯାଅ। ମୁଁ ଏବେ ତମମାନଙ୍କୁ ଖାଇବି। ଆମେ ତମର କଣ କ୍ଷତି କରିଛୁ? ତୁମେ ଆମକୁ କାହିଁକି ଖାଇବ? ଏତେ କଥା ଜାଣି ତମେମାନେ କ'ଣ କରିବ? ତମେ 2 ଜଣ ଆଜି ମୋ ପେଟକୁ ଯିବ।
ଏବେ କୁହ, ଦି ଜଣଙ୍କ ଭିତରୁ କିଏ ଆଗ ମରିବ? ଶିଆଳର କଥା ଶୁଣି ଦୁଇ ବତକ ଛୁଆ ଖୁବ୍ ଡରିଗଲେ। ବଡ଼ ବତକ ଛୁଆଟି କହିଲା, ତୁମେ ମତେ ଖାଇଦିଅ, ମୋ ଭଉଣୀକୁ ଛାଡ଼ି ଦିଅ। ନା ନା, ତୁମେ ଭାଇର କିଛି କ୍ଷତି କରନି, ତୁମେ ମତେ ଖାଇଦିଅ। ଦୁଇ ଭାଇ ଭଉଣୀଙ୍କ ଭିତରେ ଏତେ ଭଲ ପାଇବା ଦେଖି କୁମ୍ଭୀର ଛୁଆଟି କହିଲା, ନା, ତୁମେ ମତେ ଖାଇଦିଅ, ମୋ ଭାଇ ଭଉଣୀକୁ ଛାଡ଼ି ଦିଅ। ସେତେବେଳକୁ ମା ବତକ ମାଛ ଧରି ସେଠି ପହଞ୍ଚିଗଲା। ଏ ଦୁଷ୍ଟ ଶିଆଳ, ତୁ ପୁଣି ଏଠାକୁ ଆସିଗଲୁ? ଏତେ କଷ୍ଟରେ ମୁଁ ତୋଠୁ ଲୁଚି ଏ ଜାଗାରେ ଅଣ୍ଡା ଦେଲି, ମୋ ଛୁଆଙ୍କର କିଛି କ୍ଷତି କରିନି କହୁଛି। ତୁ ଏ ଠିକଣା କେମିତି ପାଇଲୁ? ହା ହା ହା, ମୁଁ ହେଉଛି ଶିଆଳ। ଏ ଜଙ୍ଗଲର ସବୁ ଜାଗାକୁ ମୁଁ ଜାଣିଛି। ତୁ କ'ଣ ଭାବିଥିଲୁ ମୋଠୁ ଲୁଚି ତୁ ତ ଛୁଆଙ୍କ ସହ ଖୁସିରେ ରହିବୁ? ଏବେ ଦେଖ ମୁଁ ତ ଛୁଆଙ୍କୁ କେମିତି ଖାଇବି। ନା ନା, ମୋ ଛୁଆଙ୍କୁ ତ ଖାଆନି। ତତେ ଯଦି ଭୋକ ଲାଗୁଛି ତୁ ମତେ ଖାଇଦେ, ମୋ ଛୁଆଙ୍କର କିଛି କ୍ଷତି କରିନି। ନା ନା ନା, ମୁଁ ତତେ ଖାଇବିନି, ମୁଁ ତୋର କଅଣିଆ ଛୁଆଙ୍କୁ ଖାଇବି। ବହୁତ ଦିନରୁ ମୁଁ ଛୋଟ ଛୁଆ ମାଂସ ଖାଇନି। ଶିଆଳ ଏପରି କହୁଥିବା ସମୟରେ ଏକ ବଡ଼ କୁମ୍ଭୀର ସେଠାକୁ ଚାଲି ଆସିଲା। ସେ କୁମ୍ଭୀର ଛୁଆର ମା ଥିଲା। ଆରେ ଏ ଦୁଷ୍ଟ ଶିଆଳ, ତୁ ମୋ ଛୁଆ ଖାଇବାକୁ ଚେଷ୍ଟା କରୁଛୁ? ଏବେ ଦେଖ ମୁଁ ତୋର କ'ଣ ଅବସ୍ଥା କରିବି। ଆରେ ଆରେ, ଏତେ ବଡ଼ କୁମ୍ଭୀର କୋଉଠୁ ଆସିଲା? ମୁଁ ଶୀଘ୍ର ଏ ଜାଗା ଛାଡ଼ି ଚାଲିଯାଏ, ନହେଲେ କୁମ୍ଭୀର ମତେ ଖାଇଦେବ। ଏମିତି ଡରି ଶିଆଳ ସେ ଜାଗା ଛାଡ଼ି ଚାଲିଯିବାକୁ ଚେଷ୍ଟା କଲା। ମା କୁମ୍ଭୀର ତା ଲାଞ୍ଜ କାମୁଡ଼ି ଧରିଲା। ଶିଆଳର ଲାଞ୍ଜ କଟିଗଲା। ଶିଆଳ ତାର ଅଧା କଟା ଲାଞ୍ଜ ଧରି ତୁରନ୍ତ ସେ ଜାଗା ଛାଡ଼ି ଚାଲିଗଲା। ତୁମକୁ ବହୁତ ବହୁତ ଧନ୍ୟବାଦ ବତକ ଭଉଣୀ, ଆଜି ତୁମ ପାଇଁ ମୁଁ ମୋ ଛୁଆକୁ ଫେରି ପାଇଲି। କୁମ୍ଭୀର ଭଉଣୀ, ମୁଁ ତୁମ ଅଣ୍ଡାକୁ ରାସ୍ତାରେ ପଡ଼ିଥିବାର ଦେଖିଲି, ସେଥିପାଇଁ ମୋ ସାଙ୍ଗରେ ନେଇ ଆସିଲି। ଅଣ୍ଡାରୁ ବାହାରିଲା ପରେ ତମ ଛୁଆ ମତେ ମା ଡାକୁଛି। ତମେ ଚାହିଁଲେ ଏବେ ତମ ଛୁଆକୁ ତମ ସାଙ୍ଗରେ ନେଇପାରିବ। ବତକ ଭଉଣୀ, ଆମେ ଗଲା ପରେ ଏ ଦୁଷ୍ଟ ଶିଆଳ ତୁମର କ୍ଷତି କରିପାରେ। ମୁଁ ତୁମକୁ ସାହାଯ୍ୟ କରିବାକୁ ଚାହୁଁଛି। ତୁମେ ମୋ ସାଙ୍ଗରେ ଚାଲ। ନଦୀ ପାଖରେ ଏକ ଭଲ ଜାଗା ଅଛି, ତୁମେ ସେଠି ତୁମ ଛୁଆଙ୍କ ସହ ରହିପାରିବ। ସେଠି ଏ ଦୁଷ୍ଟ ଶିଆଳ ପାଖରୁ ମୁଁ ତୁମକୁ ରକ୍ଷା କରିପାରିବି। ମା ବତକ ବି ଏକଥାରେ ରାଜି ହେଇଗଲା। ସେବେଠାରୁ କୁମ୍ଭୀର ଘର ପାଖରେ ବତକ ବି ଘର କରି ରହିଲା, ଯାହା ଫଳରେ ସେ ଦୁଷ୍ଟ ଶିଆଳ ତାଙ୍କର ଆଉ କ୍ଷତି କରିପାରିଲାନି। ଶୁଣ ମୁନି, ମୁଁ ତୁମକୁ ବାହା ହେଇଛି କେବଳ ମୋ ଝିଅର ଦେଖାଶୁଣା କରିବା ପାଇଁ। ଆଜିଠୁ ତାକୁ ନିଜ ଝିଅ ଭାବିବ। ତୁମେ ଚିନ୍ତା କରନି, ସୁଇଟି ଆଜିଠୁ ମୋ ଝିଅ, ମୁଁ ତାର ଖୁବ୍ ଯତ୍ନ ନେବି। ବାପା ବାପା, ଇଏ କିଏ? ଆମ ଘରକୁ କାହିଁକି ଆସିଛନ୍ତି? ଆରେ ଝିଅ, ଆଜିଠୁ ଇଏ ତୋର ନୂଆ ମା। ତୁ ୟାଙ୍କୁ ମା ଡାକିବୁ। ସେ ତତେ ଖୁଏଇ ଦେବେ, ଶୁଏଇ ଦେବେ, ଆଉ ତୋ ସହ ଖେଳିବେ। ତୁ ଜମା ବି ତାଙ୍କୁ ହଇରାଣ କରିବୁନି, ମୋ ସୁନା ଝିଅ। ସତରେ ତୁମେ ଆଜିଠୁ ମୋ ନୂଆ ମା? ମତେ ସବୁଦିନ ଖୁଏଇ ଦେବ ଆଉ ମୋ ସହ ଖେଳିବ? ହଁ ରେ ମା, ଆଜିଠୁ ମୁଁ ତୋର ସବୁ ଯତ୍ନ ନେବି। ଏମିତି ସେ ଦିନ ବିତିଗଲା। ବାପା ଚଢ଼େଇଟି ନିଶ୍ଚିନ୍ତରେ ତା କାମକୁ ଗଲା। ମୁନି ଘରେ ବସି ଟିଭି ଦେଖୁଥିଲା। ସେହି ସମୟରେ ସୁଇଟି ତା ପାଖକୁ ଆସି କହିଲା, ମା ମା, ତୁମେ ଟିଭି ଦେଖୁଛ? ମୋ ସ୍କୁଲ ସମୟ ହେଇଗଲାଣି, ମୋତେ ସ୍କୁଲ ଜୋତା ପିନ୍ଧେଇ ଦିଅ, ମୁଁ ସ୍କୁଲକୁ ଯିବି। ନିଜ ଜୋତା ତୁ ନିଜେ ପିନ୍ଧି ପାରୁନୁ? ମୋତେ ଶାନ୍ତିରେ ଟିକେ ଟିଭି ଦେଖିବାକୁ ଦେଉନି। ଯା, ନିଜ କାମ ନିଜେ କରିବୁ। ନୂଆ ମାର ଏପରି ବ୍ୟବହାର ଦେଖି ସୁଇଟିର ମନ ବହୁତ ଦୁଃଖ ହେଇଗଲା। ମା, ଏମିତି କାହିଁକି କହୁଛ? ତୁମେ ତ କାଲି କହିଥିଲ ତୁମେ ମୋର ସବୁ କାମ କରିଦେବ। ମୁଁ ଏକୁଟିଆ ସ୍କୁଲ ଜୋତା ପିନ୍ଧି ପାରେନି, ସେଥିପାଇଁ ତ ତୁମ ପାଖକୁ ଆସିଥିଲି। ତୁ ମୋର ନିଜ ଝିଅ ନୁହଁ, ତୁ ମୋର ସାବତ ଝିଅ, ବୁଝିଲୁ? ମୁଁ ତୋର କିଛି କାମ କରିପାରିବିନି। ଯା, ନିଜ କାମ ନିଜେ କରିବୁ। ମୋତେ ଆଉ ଡାକିବାକୁ ଆସିବୁନି। ଏବେ ଯା ଏଠୁ। ନୂଆ ମାର କଥା ଶୁଣି ଚଢ଼େଇ ଛୁଆ ଅନେକ କଷ୍ଟ ପାଇଲା, ଆଉ ସେଠାରୁ ଚାଲିଗଲା। ସେଦିନ ଚଢ଼େଇ ଛୁଆ ଜୋତା ନ ପିନ୍ଧି ସ୍କୁଲକୁ ଗଲା। ସନ୍ଧ୍ୟାରେ ସେ ଘରକୁ ଫେରିଲା। ମା ମା, ଭାରି ଭୋକ ଲାଗିଲାଣି, କିଛି ଖାଇବାକୁ ଦିଅ ନା। ଓହ, ଏ ଝିଅ ମୋତେ ଟିକେ ଶାନ୍ତିରେ ଶୋଇବାକୁ ଦେବନି। କାହିଁକି ଯେ ମୁଁ ୟାର ମା ହେଲି? ମା, ଦିଅ ନା କିଛି ଖାଇବାକୁ, ମୁଁ ଆଉ ଭୋକ ସମ୍ଭାଳି ପାରୁନି। ମୁଁ ତତେ ଖାଇବାକୁ ଦେଇପାରିବିନି, ମୁଁ ଏବେ ଶୋଇବି। ତୁ ମୋ ନିଜ ଝିଅ ନୁହଁ, ତୁ ମୋ ସାବତ ଝିଅ। ତୁ ଯା ଏଠୁ, ମୋତେ ବିରକ୍ତ କରନି। ଶୁଣ,
तो बापा को एकथा किछि भी कहबुनी नहले मु तो बेक मोड़ीदेवी बुझिलु एबे जा एठू। नुआ मार एकथा शुणी सुईटी खूब डरीगला। से किछि भी न खाई उपासरे शोई पड़ा। संध्यारे बापा चढ़ी घर को फेरिला। मुन्नी समस्तक पई खाइबा बाढ़िला। निज हाथरे ही से सुईटी को खाइबा खुएला। देखुचु तो माँ सुईटी तो नुआ माँ तते केते भल पाए निज हाथरे से तते खुएई देउची। बापांक पाखरु एसबु शुणी सुईटी मनरे चिंता कला। जानी पारुनी माँ काहेकि बापा सामने ही मोर एते जत्न नियंती आउ जेतेबेले बापा घरे नथांती से मते केते रागंती। कौन हैला रे माँ तू कौन भाबुचु? नाई माने बापा। आरे माँ सुईटी काली पर तोर परीक्षा केते राति हेलानी कहलु जा भी शोइबु सकाळे बापांक सह कथा हेबु। एमिति मुन्नी सुईटी को ता बापा सह किछि भी कथा हेबाकु देउ नथिला। निज झियो भलरे अछि भाबी बापा चढ़ी बहुत खुशी थिला। एहीपरि किछि दिन बीतीगला। दिने मुन्नी एक अंडा देला। अंडारे छुआ बाहरिला परे मुन्नी तार ना रखिला पिंकी। निज छुआ हेबा परे सुईटी उपरे मुन्नीर अत्याचार आहरी बढ़ीगला। आरे सुईटी जा एसबु ड्रेस शीघ्र धोई खरा सुखाई देबु। हेले माँ मो तो एबे स्कूल को जीवी मु ए ड्रेस सब धोई परिबिनी। तोर एते बड़ साहस तू मो मुह ऊपर जवाब देउछु। आजिठू तोर स्कूल बंद शीघ्र जाई एसबु धोई आ नहले तू मोठू बहुत माड़ खाइबु। माँ मो तो मो साबत झियो सेति पई मते एते काम करोछ ना। मु तो तुमको प्रथम दिनरू निज माँ भाभी नेइथिली तुमे काहे कि मते निज झियो भाबुना। मो ऊपर अत्याचार करनी मते भारी कष्ट हेउची। एते सब ड्रेस मु एकुटिया केमिति धोइबी कुह। तू मो निज झियो नुह तू मो साबत झियो बुझिलु। तू कष्ट पाइले मोर किछि भी फरक पड़ेनी। एबे खाली कह तू एसबु धोइबाकु जीबु ना मोटो माड़ खाइबु। ना ना मते मारनी मु जाउची सब ड्रेस धोई देबी। एमिति कही सुईटी सबु ड्रेस धरी नदी को गला। आउ से सबु धोई सारी घर को फेरिला। से घर को फेरु फेरु ही मुन्नी ताकू घर पोछिया पे कहला। सुईटी आउ किछि न कही चुपचाप जाई घर पोछिला। सेतेबेले तार छोट भौणी पिंकी सेठाको आसिला। आउ जानी सुनी तळे पड़ी जाई जोर जोरे कांदिला। मरी गली माँ मते बंचा। कौन हैला रे माँ तू केमिति पड़ी गलु तोर किछि हेइनी तो? माँ तुमे सुईटी दीदी को घर पोछिया पे कहिथिला ना सेति पई से रागरे एठी पानी ढाली देइची जोति पई मु पड़ी गली ताकू मार माँ। अरे पिंकी मु एठी केते बेले पानी ढालीची तू तो निजे ही आसी तळे पड़ी गलो तो माँ को मिछ कथा काहे की कहूछु। चुप कर तू मो साबत झियो केबे भी निज झियो हेई पारे ना। तू मो झियर क्षति करबाकू चाहुतिलु नाही रह एबे मु तो कथा बुझुची। एमिति कही मुन्नी एक लाठी रे सुईटी को अनेक पिटिला। माँ माँ मारनी मते भारी कष्ट हेउची। आजी मु तते मारी 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 देबी तुम झियर क्षति करबाकू चाहुतिलु नाही। एमिति कही कही मुन्नी सुईटी को मारी चलीथिला। सुईटी को माड़ खाउथिबार देखि पिंकी खूब खुशी होउथिला। से भी सुईटी को जमारू भल पाउनथिला। सेही समय बापा चढ़े सेठी पहुँची गला। अरे मुन्नी तू एसबु कौन करुचु? सुईटी को एमिति मारुचु काहेकि से कौन करिची? हठात बापा चढ़ई को सामने देखि मुन्नी डरी गला। से किछि भी कहि पारिलानी। सुईटी ता बापा को सब घटना कहिला। छे मुन्नी तू एते खराब मु तो ऊपर केते विश्वास करिथिली आउ तू साबत झियो कही सुईटी ऊपर एते अत्याचार करुथिलु आउ दिने जदि तू सुईटी ऊपर हाथ उठेबु मु तते घरु बाहर करदेबी। एमिति कही बापा चढ़ी ता झियो को धरी सेठारु चली गला। मु ए घर जीविनी ए सुईटी को मु सबुदिन पई घर बाहर करदेबी सेतेबेले चिन्हिब मु किए। परदिन सकाळे मुन्नी गोटे ग्लास क्षीर धरी सुईटी पाखु गला। आरे माँ सुईटी मो ऊपर रागिचु कि काली जहाँ भी हेला मते सेथि पई क्षमा कर दे। तू स्कूल को बाहरीचु ना एई ने क्षीर ग्लासटा पी दे मु जाउची तो पई टिफिन रेडी कर देबी। माँ सतरी केते बदली गले आजिठू से भी मते बहुत भल पाइबे। एमिति कही सुईटी क्षीर ग्लास पीवा को जीवा समय रे पिंकी सेठाको आसिला। आउ ता हाथरू क्षीर ग्लास छड़े नहीं गला। चोरणी कोठिकार तुम क्षीर ग्लास चोरी करी पीवा को जाउथलु नाही ए क्षीर ग्लास मोर मु ए क्षीर ग्लास पीबी।
ଏମିତି କହି ପିଙ୍କି ସେ କ୍ଷୀର ଗ୍ଲାସ୍ ପିଇଦେଲା। ହଠାତ୍ ସେ ମାଟିରେ ପଡ଼ିଗଲା। ତା ମୁହଁରୁ ଫେଣ ବାହାରିଲା। ସଙ୍ଗେ ସଙ୍ଗେ ହିଁ ତାର ଜୀବନ ଚାଲିଗଲା। ଏସବୁ ଦେଖି ସୁଇଟି ଭୟରେ କାନ୍ଦିଲା। ପ୍ରକୃତରେ ମୁନ୍ନି ସୁଇଟିକୁ ମାରିବା ପାଇଁ ତା କ୍ଷୀର ଗ୍ଲାସରେ ବିଷ ମିଶେଇଥିଲା। ମା କୁଆଡ଼େ ଗଲ ମା? ଶୀଘ୍ର ଆସ, ଦେଖ ପିଙ୍କିର କ'ଣ ହେଇଗଲା। ସେ କ୍ଷୀର ଗ୍ଲାସ୍ ପିଇଲା ପରେ ଛଟପଟ ହେଉଥିଲା। ଶୀଘ୍ର ଆସ ମା। କ'ଣ କହିଲୁ? କ୍ଷୀର ଗ୍ଲାସ୍ ମୋ ଝିଅ ପିଙ୍କି ପିଇ ଦେଇଛି। ହେ ଭଗବାନ, ମୁଁ ଏ କ'ଣ କଲି? ସାବତ ଝିଅକୁ ମାରିବାକୁ ଯାଇ ମୁଁ ମୋ ନିଜ ଝିଅକୁ ମାରିଦେଲି। ତୁ ନିଜ କର୍ମର ଫଳ ପାଇଛୁ। ତୋ ଈର୍ଷା ପାଇଁ ଆଜି ମୁଁ ମୋର ଗୋଟେ ଝିଅକୁ ହରେଇଲି। ତୁ ଶାସ୍ତି ପାଇବା ଯୋଗ୍ୟ। ଜୀବନ ସାରା ଏବେ ତୁ ଜେଲରେ ରହିବୁ। ପୋଲିସ ଆସି ମୁନିକୁ ଧରି ଥାନାକୁ ନେଇଗଲେ। ମା ସୁଇଟି, ତୁ ଜମା ବି କାନ୍ଦିନି। ମୁଁ ତ ପାଖରେ ଅଛି। ଆଜିଠୁ ମୁଁ ତତେ ଛାଡ଼ି କୁଆଡ଼େ ବି ଯିବିନି। ତୋର ସବୁ ଦାୟିତ୍ୱ ଏବେ ମୁଁ ଏକା ନେବି। ଏମିତି ମୁନି କଠିନ ଶାସ୍ତି ପାଇଲା। ସେବେଠାରୁ ବାପା ଚଢ଼େଇ ଏକା ହିଁ ତା ଝିଅର ଦେଖାଶୁଣା କଲା।